ପିତୃପକ୍ଷ ଆମର ବିଶେଷ କରି 16 ଦିନର ତିଥି ବା ଶ୍ରାଦ୍ଧ, ଯାହାକୁ ଆମେ ଅପରପକ୍ଷ ବୋଲି କହିଥାଉ। ସେଇ 16 ଦିନରେ କେଉଁ ଦିନରେ କାହାକୁ ଶ୍ରାଦ୍ଧ ଦିଆଯାଇଥାଏ? ପୂର୍ଣ୍ଣିମା ତିଥିରେ ପୂର୍ବଜ ଓ ବ୍ୟକ୍ତିଗତ ପିତୃଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ପ୍ରତିପଦା ତିଥିରେ ଗୋଟେ ବର୍ଷ ମଧ୍ୟରେ ପୁରୁଷ କିମ୍ବା ମହିଳାମାନେ ଯେଉଁମାନେ ମୃତ୍ୟୁବରଣ କରିଥାନ୍ତି ତାଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଦ୍ୱିତୀୟା ତିଥିରେ ନିଜର ଝିଅ ଆଉ ଜ୍ୱାଇଁଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ତୃତୀୟା ତିଥିରେ ବାଲ୍ୟକାଳରେ ଯଦି କିଏ ପୁରୁଷ ମହିଳା ମରିଯାଇଥାନ୍ତି ତାଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଚତୁର୍ଥ ତିଥିରେ ନିଜର ଭାଇ ଭଉଣୀ ମିତ୍ରଙ୍କୁ ସ୍ମରଣ କରି ଶ୍ରାଦ୍ଧ କାମ କରାଯାଇଥାଏ। ପଞ୍ଚମୀ ତିଥିରେ ଅପରିଣୀତ ପୁତ୍ର ପୁତ୍ରୀଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଷଷ୍ଠୀ ତିଥିରେ ବ୍ରହ୍ମଚାରୀଙ୍କୁ ଶ୍ରାଦ୍ଧ କାମ କରାଯାଇଥାଏ। ସପ୍ତମୀ ତିଥିରେ ପୂର୍ବଜନ୍ମୀ ମା ଠାକୁମାଙ୍କୁ କରାଯାଇଥାଏ। ଅଷ୍ଟମୀ ତିଥିରେ ନିଜର ମାତା ପିତାଙ୍କୁ କରାଯାଇଥାଏ। ନବମୀ ତିଥିରେ ସୌଭାଗ୍ୟବତୀ ସ୍ତ୍ରୀ କିମ୍ବା ମହିଳାଙ୍କୁ ଶ୍ରାଦ୍ଧ କାମ କରାଯାଇଥାଏ। ଦଶମୀ ତିଥିରେ ମାମୁଁ ମାଉସୀ ପିଇସା ପିଇସି ନିଜ ଭାଇଙ୍କୁ ମଧ୍ୟ ଶ୍ରାଦ୍ଧ ଦିଆଯାଇଥାଏ। ଏକାଦଶୀ ତିଥିରେ ଗୁରୁ ଶିଷ୍ୟ ସାଧୁଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଦ୍ୱାଦଶୀ ତିଥିରେ ବୃଦ୍ଧ ସନ୍ଥ ବୈଷ୍ଣବଙ୍କୁ ଶ୍ରାଦ୍ଧ କରାଯାଇଥାଏ। ତ୍ରୟୋଦଶୀ ତିଥିରେ ଅକାଳ ମୃତ୍ୟୁବରଣ ବା ଆକ୍ସିଡେଣ୍ଟରେ କି ଦୁର୍ଘଟଣା ହତ୍ୟା ସୁସାଇଡ୍ ସାପ କାମୁଡ଼ା ଏହିପରି ଅଚାନକ ଭାବରେ ଯେଉଁମାନେ ମୃତ୍ୟୁବରଣ କରିଥିବେ, ତା ବ୍ୟତୀତ ଯେଉଁମାନେ ଛୋଟ ପିଲାଙ୍କର ମୃତ୍ୟୁବରଣ ହେଇଯାଇଛି ସେମାନଙ୍କୁ ତ୍ରୟୋଦଶୀ ତିଥିରେ ଶ୍ରାଦ୍ଧ ଦିଆଯାଇଥାଏ। ଚତୁର୍ଦ୍ଦଶୀ ତିଥିରେ ଆପଣ ଯୁବକ ବୀର ଯୋଦ୍ଧା ଅକାଳରେ ଯିଏ ପରଲୋକବାସୀ ହେଇଯାଇଥାନ୍ତି ସେମାନଙ୍କୁ ଶ୍ରାଦ୍ଧ କାମ ଦିଆଯାଇଥାଏ। ଶେଷରେ ମହାଳୟା ବା ଅମାବାସ୍ୟା ତିଥିରେ ସମସ୍ତ ପିତୃପୁରୁଷ ପୂର୍ବଜ ଅଜ୍ଞାତ ଆତ୍ମାମାନଙ୍କୁ ଅମାବାସ୍ୟା ତିଥିରେ ଆପଣ ଶ୍ରାଦ୍ଧ କାମ କରାଯାଇଥାଏ।